ଦେଖନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ଯିଏକି ଅର୍ଥ ବିଭାଗ ଦାୟିତ୍ୱରେ ଅଛନ୍ତି ସେ ଗତକାଲି 3,10,00,000 ଟଙ୍କା 3.1 ଲାଖ କରୋଡ଼ର ଗୋଟେ ବିଶାଳ ବଜେଟ୍ ଉପସ୍ଥାପିତ କରିଛନ୍ତି। ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଇକରି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି। ଗ୍ରାମୀଣ ଭିତ୍ତିଭୂମି ହଉ ବା କୃଷି କୃଷକ କ୍ଷେତ୍ରକୁ বা ଆପଣଙ୍କର ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହଉ বা ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ମେଡିକାଲ କଲେଜ ଆଉ ହସ୍ପିଟାଲ ପ୍ରତିଷ୍ଠା ଏବଂ ଭିତ୍ତିଭୂମି ପାଇଁ ଅର୍ଥ ବରାଦ ହଉ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଯେଉଁ ସୁଭଦ୍ରା ଯୋଜନାକୁ ଜାରି ରଖିବା ପାଇଁ ହଉ ଆଉ ଗୋଟେ କଥା ହେଉଛି ଆପଣଙ୍କର ଅଙ୍ଗନବାଡ଼ି ଗୁଡ଼ିକ ନିର୍ମାଣ କରିବା ପାଇଁ ହଉ ସବୁ କ୍ଷେତ୍ରରେ ଅର୍ଥ ବରାଦ କରାଯାଇଛି। ଆପଣ କନ୍ୟାମାନଙ୍କ ପାଇଁ ଝିଅମାନଙ୍କ ପାଇଁ ଗୋଟେ ନୂଆ ସ୍କିମ୍ ମଧ୍ୟ ଆସିଛି ସୁମଙ୍ଗଲ କନ୍ୟା ସୁମଙ୍ଗଲ ଯୋଜନା ନାମରେ ଗୋଟେ ନୂଆ ଯୋଜନା ମଧ୍ୟ ଆଣିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଏ ବଜେଟରେ ନିହାତି ଭାବରେ ଦେଖେଇବାକୁ ଚାହୁଁଛନ୍ତି ଉପସ୍ଥାପିତ କରିବାକୁ ଚାହୁଁଛନ୍ତି ଯେ ବଜେଟଟି ଲୋକମାନଙ୍କ ପାଇଁ ଆଉ ଲୋକମାନଙ୍କର ମଙ୍ଗଳ ପାଇଁ ରାଜ୍ୟରେ ସନ୍ତୁଳିତ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭଲ କଥା ଯୋଉ ଯୋଉ ଲକ୍ଷ୍ୟ ରଖିଛନ୍ତି ଆପଣ ଦେଖିବେ ଗୋଟେ ଡାଲଖାଇ ଯୋଜନା କରିଛନ୍ତି ଯୋଉ ଆପଣଙ୍କର ବିଭିନ୍ନ ଯୋଉ ଅଛି ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ ଅଛି ଯୋଉଠିକି ଆପଣ ସ୍ଥାନାନ୍ତର ହୁଅନ୍ତି ଲୋକମାନେ ପ୍ରବାସକୁ ଯାଆନ୍ତି ଯାହାକୁ ଆମେ ଦାଦନ ବୋଲି କହୁ ତାକୁ ସନ୍ତୁଳିତ କରିବା ପାଇଁ ଗୋଟେ ବ୍ୟବସ୍ଥା କରିଛନ୍ତି। ଆପଣ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ମିଶନ ଯୋଜନା ଗୋଟେ କରିଛନ୍ତି ଯୋଉ 100 କୋଟି ଟଙ୍କା ଦେଇଛନ୍ତି ମାନେ ଆପଣ ଦେଖିଥିବେ ଆଗରୁ କେନ୍ଦ୍ର ସରକାର କେତୋଟି ସ୍ମାର୍ଟ ସିଟି ଘୋଷଣା କରିଥିଲେ ଆଜି ପର୍ଯ୍ୟନ୍ତ କୋଉ ସହରଟା ସ୍ମାର୍ଟ ହେଇଛି ଆମେ ଏପର୍ଯ୍ୟନ୍ତ ଜାଣିପାରିଲୁ ନାହିଁ। ଭୁବନେଶ୍ୱର ବି ତା ଭିତରୁ ଗୋଟେ ରାଉରକେଲା ସମ୍ବଲପୁର ଆମେ ଦେଖିଲେ ସେ ସିଟିର ଅବସ୍ଥାକୁ ଏତେ ପର୍ଯ୍ୟାପ୍ତ 2,000-3,000 କୋଟି ଲେଖାଏଁ ଖର୍ଚ୍ଚ ହେଇକରି ସହରର ଅବସ୍ଥା ତ ଆପଣମାନେ ଦେଖୁଛନ୍ତି। ଏଇ ଯୋଉ 100 କୋଟି ଟଙ୍କାର ଗୋଟେ ସ୍ମାର୍ଟ ମିଶନରେ ବିଭିନ୍ନ ସ୍ମାର୍ଟ ସିଟିଜ୍ ପାଇଁ ମୁଖ୍ୟମନ୍ତ୍ରୀ ରଖିଛନ୍ତି ସେଟା ସେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ସହାୟକ ହବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 100 କୋଟି ଟଙ୍କା ପର୍ଯ୍ୟାପ୍ତ କି ନାହିଁ ସେଟା ଆସନ୍ତା ଦିନ ସମୟ କହିବ। ଗୋଟେ କଥା ହେଉଛି ଏଥିରେ ମଧ୍ୟବିତ୍ତ ମାନଙ୍କୁ ଆଶ୍ୱସ୍ତି ଦେଲା ଭଳି ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ। ଯୋଜନା ହେଇଛି ଗରିବ ମାନଙ୍କ ପାଇଁ ହେଇଛି ଅସହାୟ ମାନଙ୍କ ପାଇଁ ହେଇଛି ମଧୁବାବୁ ପେନସନ ଯୋଜନାର ହେଇଛି। ଆପଣ ଯୋଉ କଥାଟା ପେନସନ ବଢେଇବା ପାଇଁ କହିଥିଲେ ସେ ପେନସନ ବଢେଇବା ବିଷୟରେ ଏଇ ବଜେଟରେ ପ୍ରାୟତଃ ସେମିତି କିଛି ନାହିଁ। ଆପଣ ଧାନ ପାଇଁ MSP ପାଇଁ ଯୋଉ 3100 ଟଙ୍କା ଲେଖେ ଦେବା ପାଇଁ ସେ ବଜେଟରେ କୃଷକ ସମୃଦ୍ଧି ଯୋଜନାରେ ବ୍ୟୟ ବରାଦ କରାଯାଇଛି କିନ୍ତୁ ଆପଣ ଦେଖିଥିବେ ନିକଟ ଅତୀତରେ କେନ୍ଦ୍ର ସରକାରଙ୍କର ଯୋଉ ଅର୍ଥ ବିଭାଗ ପକ୍ଷରୁ କେରଳକୁ ଗୋଟେ ଚିଠି ଲେଖାଯାଇଛି ଯେ ଆପଣ ଏମିତି MSP ଉପରେ ଦେଇପାରିବେ ନାହିଁ। ଯଦି ସି ଚିଠିଟି ଆମ ଓଡ଼ିଶାକୁ ପଳେଇ ଆସେ ସେ ଅଦର ଷ୍ଟେଟ୍ସ ବୋଲି ଇନକ୍ଲୁଡ ଅଛି ଯଦି ସେଇଟା ହେଇପାରେ ତାହେଲେ ଏଇ ଯୋଉ MSP ଉପରେ ଯୋଉ 700 କେତେ ଟଙ୍କା ଏକ୍ସଟ୍ରା ଦିଆଯାଉଛି ଇନପୁଟ ସବସିଡି ତାର ଭାଗ୍ୟ କ'ଣ ହବ ଆମେ ଏପର୍ଯ୍ୟନ୍ତ ସ୍ପଷ୍ଟ ନାହିଁ କିନ୍ତୁ ରାଜ୍ୟ ସରକାର ବ୍ୟୟ ବରାଦ କରିଛନ୍ତି ସେଥିପାଇଁ କୃଷକଙ୍କ ପାଇଁ ଯୋଜନା ଏଇ ଯୋଉ କୃଷକ ସମୃଦ୍ଧିରେ ରଖିଛନ୍ତି। କଥା ହେଉଛି କ'ଣ କୋଉଠି ନା କୋଉଠି ଟିକେ ଆମେ ମଧ୍ୟବିତ୍ତ ପରିବାରର ଲୋକମାନେ ଏଥିରେ ସେମିତି କିଛି ସମ୍ଭାବନା ଆମମାନଙ୍କ ପାଇଁ ସୃଷ୍ଟି ହେଇପାରିନି। ଆମେ ଆଶା କରୁଥିଲୁ ରାଜ୍ୟ ସରକାର ମୋ ବ୍ୟକ୍ତିଗତ କଥା କହୁଛି ପେଟ୍ରୋଲ ଡିଜେଲ ଉପରେ କିଛି ଯଦି ରିହାତି ଦେଇଥାନ୍ତେ ଆମର ଯୋଉ ସରକାର ଟିକସ ନେଉଛନ୍ତି ଯୋଉଟା କି ଭାରତୀୟ ଜନତା ପାର୍ଟି ଆଗରୁ ବି ଦାବି କରୁଥିଲା বা GST ପରିସରଭୁକ୍ତ ହେଲା ନହେଲା ସେ ତ ଭିନ୍ନ କଥା। ଯୋଉ ରାଜ୍ୟ ସରକାର କେନ୍ଦ୍ର ସରକାର ଯୋଉ ଟିକସ ନେଇକରି ଯୋଉ ଦରଟା ବଢୁଛି ପେଟ୍ରୋଲ ଡିଜେଲର ସେ ଉପରେ ଯଦି ଟିକେ ରିହାତି ଦେଇଥାନ୍ତେ ଆମମାନଙ୍କର ଦୈନନ୍ଦିନ ଖର୍ଚ୍ଚ ଉପରେ ମଧ୍ୟ ତା ଉପରେ ବୋଝ ଟିକେ କମିଥାନ୍ତା। ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଯୋଉ ଅତ୍ୟଧିକ ବ୍ୟୟ ସେଟା ବି ରୋକାଯାଇ ପାରିଥାନ୍ତା। କ'ଣ ଭାବିକି ସରକାର ତାକୁ କରିନାହାନ୍ତି ମୁଁ ତ ସେ ବିଷୟରେ କହିପାରିବି ନାହିଁ କିନ୍ତୁ ମଧ୍ୟବିତ୍ତଙ୍କ ପାଇଁ ସେଟା ଗୋଟେ ଆଶ୍ୱସ୍ତି ହେଇଥାନ୍ତା। ସବୁଠୁ ବଡ଼ କଥା ହେଲା ଆଜ୍ଞା ଦେଖନ୍ତୁ ଗତ ବର୍ଷ ମଧ୍ୟ ରାଜ୍ୟ ସରକାର ପାଖାପାଖି 2,90,000 କୋଟି ଟଙ୍କାର ଗୋଟେ ବଜେଟ୍ ଗତ ବର୍ଷ ବଜେଟଟା ଥିଲା
साइज बड़ होता आमर किंतु देखला बेलू दुर्भाग्यजनक भाव निजे राज्य सरकार रेकर्ड कहूँ अधारू अधिक अर्धाधिक अंश आम अधा पैसा आम खर्च कर असमर्थ रहीचु तापर देखु राज्य रे जो अर्थ राशिटा आउ 30 कोटी जो 20 कोटी अधिक 20,000 कोटी टंका अधिक व्ययबराद करा जाइछि आमर ऋण टाकू देखंतु ऋण आमर भी बढ़ी चली ठीक अच्छे ऋण करवा गोटे योग्यता आपणकर सेमती योग्यता नथिले मध्य आपण बजार ऋण करिपारिबे नाही हेले ऋण करिकिरी योजना करिकि जदि ताकू व्यय न करि परिबा सेटा निहाती गत बजेट रे जो पैसा व्यय बराद होता सेटा एपर्यंत खर्च हो पारि नाही आउ मात्र 1.5 मास समय मझिरे आउ 1.5 मास मासे केते दिन समय अच्छी ता भितरे आमे पाखा पाखी अप टू 60% मध्ये जाई परिबु नाही खर्च रे ए जो बड़ बजेट हेची ता भितरे बड़ बड़ दुटा 5-7टा बिल्डिंग हबो कंस्ट्रक्शन से विशाल प्रोजेक्ट से बाबद रे खर्च व्यय बराद हेची यूनिवर्सिटी कैंपस तैयारी होबो ए सब क्षेत्र रे कोठा गुडे निर्माण होबो यूनिवर्सिटी तैयारी होबो ता पई शिक्षा शिक्षक भित्तिभूमि सेठी कोन होबो शिक्षक मान नियुक्ति से सब दिग को राज्य सरकार देखिबे बोले हम आशा रखिबा किंतु मोटामोटी भाव रे बजेट आकार अन्य राज्य तुलन रे हम राज्य रो बजेट साइज बड़ होईची किंतु केते दूर खर्च होउची देखियो पड़ो विगत वर्षर बजेट रो खर्च नैराश्यजनक अछि आशा करिबा ए जो बजेट करिसंती जहाँ भी जन मंगल पाई करिसंती बोली कहउसंती हां से नवीन खाली कटाक्ष करछन कहउसंती मेनू खाली मेनू रे रहि जाई बजेट रोसई घर खाली हां रोसई घर खाली मेनू प्रबल रोसई घर खाली से विरोध दल हिसाब रे तांकर समालोचना करिवे राजनीतिक समालोचना करिवे कांग्रेस मध्य ताको भिन्न भाव समालोचना करिछि राज्य सरकार योजना दिगहरा बोली ताको कहिछि से भिन्न कथा किंतु राज्य सरकार जो उद्देश्य ज्ञापन करिसंती जो बजेट गत वर्ष भी किछि उद्देश्य ज्ञापन करथिले बजेट रे एई उद्देश्य खर्च हबो सी हबो सब कथा कहिथिले किंतु गत वर्ष पेड़ी खोली पारिला नाही अधारू अधिक पेड़ी रे रही गला तेणु एथर आशा करिबा जो योजना करा जाउची तार सुफल मेन हला योजना आ रूपायन भितर गोटे आकाश पाताल फरक रही जाउची से योजना आ रूपायन मध्य थिबा दूरत्व को राज्य सरकार केते कमी पारुचंती सेटा आगु जना